ଜେନେରାଲି ବାସ୍ତୁ କରେକ୍ସନ କରିବା ପାଇଁ ଯଦି ଆମେ କାହାକୁ କହିବା ତାହେଲେ ସଡନଲି ମାଇଣ୍ଡ କୁ ଆସେ ଯେ ଆମକୁ କାଳେ କହିବେ ଘର ଭାଙ୍ଗି ଦିଅ, ଇଠା ଭାଙ୍ଗ ସେଠା ଭାଙ୍ଗ। ତ ଏଇ ସବୁ ଜିନିଷକୁ ଦୃଷ୍ଟିରେ ରଖିକି ଗୋଟେ ପ୍ରଶ୍ନ ଆସୁଛି ମନକୁ, ଯେ ଘରକୁ ନ ଭାଙ୍ଗି କଣ ବାସ୍ତୁର ପ୍ରତିକାର ହେଇପାରିବ? ହଁ, ସବୁ ଜିନିଷ ସମ୍ଭବ। ଗୋଟେ ଥର ଘର କରିଦେଇଛନ୍ତି ମାନେ ଭାଙ୍ଗିବା ଭାରି କଷ୍ଟ। ତାଙ୍କ ମନକୁ ମଧ୍ୟ ସେଇଟା ଗୋଟେ ଅନ୍ତର ସହିତ ସେ ଘର ତାଙ୍କର ରିଲେଟେଡ ହେଇକି ଥାଏ। ତାଙ୍କୁ ଭାରି କଷ୍ଟ ଲାଗେ ସେ ଘର ଭାଙ୍ଗି ଦେବା ପାଇଁ, ବା କିଛି ଗୋଟେ ସିଡିଟା ଗୋଟେ ଖରାପ ସ୍ଥାନରେ ହେଇଛି, ଲାଟ୍ରିନ୍ ବାଥରୁମ ଖରାପ ସ୍ଥାନରେ ହେଇଛି, ତାକୁ ନା ନ ଭାଙ୍ଗିକି କିଛି ରିମେଡିସ୍ କରି ହବନି, କିଛି ପ୍ରତିକାର କରି ହବନି। ଗୋଟେ ସମସ୍ତଙ୍କ ଗୋଟେ କୋଶ୍ଚିନ୍ ଥାଏ, ଏଇଟା ହବ କି ନାହିଁ? ସବୁ ହବ। କାରଣ ଆଜିକା ଡେଟ୍ରେ ଏମିତି ମାର୍କେଟ ହେଲାଣି, ସବୁ ଜିନିଷ ପାଇଁ କିଛି ନା କିଛି ପ୍ରଡକ୍ଟ ମିଳୁଛି। ସେ ପ୍ରଡକ୍ଟ କେତେ ଦୂର ଉପଯୋଗ ବା କେତେ ଦୂର ଆପଣଙ୍କୁ ରେଜଲ୍ଟ ଦବ, ପଇସା ଆପଣଙ୍କର, ପ୍ରଡକ୍ଟ କିଣିକି ଆଣିବେ, ଜିନିଷ ଲଗେଇଦେବେ। ସେ ପ୍ରଡକ୍ଟ ଦଉଛି, ତାର ପ୍ରତିକାର ଦଉଛି, କିନ୍ତୁ ସମ୍ପୂର୍ଣ୍ଣ ଦେଇପାରୁନି। ଯେମିତିକି ଆମେ ଯଦି ସପୋଜ ସିଢି ତଳେ ଆମ ସିଢିଟା ହେଇଛି ଐଶ୍ୱନ୍ୟ କୋଣରେ, ତ ଆମକୁ ନିହାତି ପୂର୍ବ ଉତ୍ତର କୋଣରେ ହେଇଛି ମାନେ ଆମକୁ ଆର୍ଥିକ ସମସ୍ୟା ଆସିବ, ମାଇଣ୍ଡ ଜାମ୍ ରହିବ। ପୂର୍ବ ଉତ୍ତର କୋଣରେ ହେଲେ ସବୁବେଳେ କାନ୍ଧ ବିନ୍ଧା ହବ, ସ୍ପାଇନାଲ କର୍ଡରେ ଏଞ୍ଜୋର ଆସିବ, ବହୁତ ଗୁଡା ଜିନିଷ ହେଇଛି। ତାର ପୂର୍ବ ଦିଗରେ ଯୋଉ ଠାକୁର ଘର ହେଇଛି, ଠାକୁର ଯୋଉ ଘରକୁ ସିଏ କଣ କରୁଛନ୍ତି ନା ଗୋଟେ ଛାତ ଭିତରେ ମଝିରେ ଗୋଟେ ଛାତ ପକେଇ ଦେଇକି, ଯୋଉଟା କି ସିକ୍ରେଟ ଛାତ ବୋଲି କୁହାଯାଏ, ତା ଭିତରେ ସେ ଷ୍ଟୋର ରୁମ କରିଛନ୍ତି। ତ ଏହା ଦ୍ୱାରା ସବୁ ଜିନିଷ, ତ ଆର ରେମେଡିସ୍ କଣ ନା, ମୁଖ୍ୟ ରେମେଡି ହଉଛି ଏଇଟା କେବେ ଫେଲୁଅର ହେଇନି ରେମେଡି। ଯୋଉ ସିଡି ଘର ରହିଲା, ସିଡି ଘରେ ଆପଣ ଯଦି ଦୁଇଟି କଇଁଚ, ବାସ୍ତୁ କଇଁଚ, ଗୋଟାଳିଆ କଇଁଚ, ସେ ତମ୍ଭା ଦ୍ୱାରା ତିଆରି ହେଇଥିବ, ତା ପଛପଟେ ନମ୍ବର କିଛି ଲେଖା ହେଇଥିବ। ସେ ନମ୍ବର ଯେମିତି ମିଶନ୍ତୁ ଆପଣ 15 ହବ, ଏମିତି ମିଶନ୍ତୁ 15 ହବ, ଏମିତି ମିଶନ୍ତୁ 15 ହବ, ଏମିତି ମିଶନ୍ତୁ, ଯେମିତି ବି କରନ୍ତୁ ସେ 15 ହଉଥିବା ଦରକାର। ସେଇ ଟାଇପର ଦିଟା କଇଁଚ ଆଣିକି ଆପଣ ପାହାଚ ତଳେ ଯଦି ପୋତି ଦେବେ, ଏବଂ ତାର ମଧ୍ୟ କିଛି ପୂଜା ପଦ୍ଧତି ଅଛି, ନିୟମ। ପୋତି ଦେଲା ପରେ କହିଲେ 72 ଘଣ୍ଟା ଭିତରେ ମଧ୍ୟ ଯୋଉ ଘରର ମୁଖ୍ୟ କାନ୍ଧ ଦରଜ ହଉଥିବ, ସ୍ପାଇନାଲ କର୍ଡ ଇଞ୍ଜୁର ହେଇଥିବ, କିଛି ନର୍ଭ ପ୍ରୋବ୍ଲେମ ଅଛି, ସେ 72 ଆୱାର୍ସ ପରେ ସେ ଧୀରେ ଧୀରେ ରିଲାକ୍ସ ହେଇଯିବ। ତ ଘରେ ଯୋଉ ରିମେଡିସ୍ କରିବା ଦରକାର, କିଛି କଲର ଦ୍ୱାରା ମଧ୍ୟ ରିମେଡିସ୍ ହେଇପାରିବ। କିଛି ଯନ୍ତ୍ର, ବାସ୍ତୁ ଯନ୍ତ୍ର ଅଛି, କିଛି ଆମର ଓରା ବୁଷ୍ଟର ଅଛି, ଯୋଉ କହିଲି କଇଁଚ କିଛି ଅଛି। ଆଉ ସବୁଠୁ ଇଏ କରିବେ, ଯଦି ଘରେ ମାସକୁ ଥରେ ଯଦି ଆପଣ ହୋମ ଟିକେ କରିବେ, ସେଟା ଆପଣଙ୍କ ପାଇଁ ବହୁତ ଭଲ ରହିବ। ସେ ହୋମ କୋଉଠି କରିବେ ନା, 3ଟା ତିଥିରେ ଆପଣ ହୋମ କରିପାରିବେ। ପୂର୍ଣ୍ଣିମା ତିଥିରେ, ଅମାବାସ୍ୟା ତିଥିରେ ଏବଂ ସଂକ୍ରାନ୍ତି ତିଥିରେ। এই 3ଟା ତିଥିରେ ଯଦି ଆପଣ ହୋମ କରିବେ, ତ ଆପଣଙ୍କ ଘର ସମ୍ପୂର୍ଣ୍ଣ ବାସ୍ତୁ ଦୋଷ ଦୂର ହବାର, ଏବଂ ଘରେ ଗୋଟେ ପଜିଟିଭ ଏନର୍ଜି ଗୋଟେ ରହେ। ଆମକୁ ଏନର୍ଜି ଦରକାର, ଆମକୁ ଶକ୍ତି ଦରକାର, ସେଇଟା କୋଉଠୁ ଆସେ? ଆମ ଘରୁ ହିଁ ଆମ